ଜିଲ୍ଲା ଜିଉଦୟଗିରି ବନ ବିଭାଗ ପକ୍ଷରୁ ବାଘଛାଲ ଓ ବନ୍ଧୁକ ଜବତ କରିବା ସହ 2 ଦୁର୍ବୃତ୍ତଙ୍କୁ ଗିରଫ କରିଛି ଜିଉଦୟଗିରି ବନ ବିଭାଗ। ସୂଚନା ମୁତାବକ ଉଦୟଗିରି ଅନୁର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ଗ୍ରାମ ବାବା ଛକଠାରୁ ଏକ କଲରାପତ୍ରିଆ ବାଘଛାଲ ଜବତ କରିବା ପରେ 2ଟି ସ୍ଥାନରେ ଚଢ଼ାଉ କରିଥିଲେ। ସାମଗ୍ରୀ ମଧ୍ୟ ଜବତ ଜଣେ ବ୍ୟକ୍ତି ପାଇଥିବା ବେଳେ ଶିକାର ଜବତ କରିଛି ବନ ବିଭାଗ। ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଲେ ଅନ୍ୟମାନଙ୍କୁ ଧରିବା ପାଇଁ ପ୍ରସ୍ତୁତି ଚାଲିଛି। ଅନ୍ୟ ପକ୍ଷ 2 ଜଣଙ୍କୁ ଗିରଫ କରିଥିବା ଅଭିଯୁକ୍ତ ହେଲେ ଭବାନୀ ପ୍ରଧାନ ବୋଲି ଫୁଲବାଣୀ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ ପ୍ରତିଧ୍ୱନି ଖବର। ଯଦି ଆମ ଚ୍ୟାନେଲ ଭଲ ଲାଗିଲା ତେବେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବେ।